ସରିବ ରାୟଗଡ଼ା ସହରର ଓଭରବ୍ରିଜ୍ କାମ। ଅବିଭକ୍ତ କୋରାପୁଟ ଜିଲ୍ଲାର ଅନ୍ୟତମ ମୁଖ୍ୟ ଜିଲ୍ଲା ତଥା ସହର ହେଉଛି ରାୟଗଡ଼ା। ଦକ୍ଷିଣ ଓଡ଼ିଶାର ମୁଖ୍ୟ ବାଣିଜ୍ୟ ସହର କହିଲେ ରାୟଗଡ଼ାକୁ ବୁଝାଏ। ସହର ମଧ୍ୟରେ ଥିବା ବ୍ରିଟିଶ ଅମଳର ପୁରୁଣା ବ୍ରିଜ୍କୁ ଦୀର୍ଘ ବର୍ଷର ଦାବିକୁ ଆଖି ଆଗରେ ରଖି ରାୟଗଡ଼ା ଜିଲ୍ଲା ପ୍ରଶାସନ ଏହି ପୁରାତନ ଓଭରବ୍ରିଜ୍ର ପୁନର୍ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କଲେ। ହେଲେ ଦୀର୍ଘ ମାସ ହେଲାଣି ଉକ୍ତ କାର୍ଯ୍ୟ ନ ସରିବା ଓ ମନ୍ଥର ଗତିରେ କାର୍ଯ୍ୟ କରିବା ହେତୁ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଓଭରବ୍ରିଜ୍ ନିକଟରେ ଗୋଟିଏ ପାର୍ଶ୍ୱରେ ସ୍ଥାନୀୟ ବସ୍ଷ୍ଟାଣ୍ଡ ଓ ଅନ୍ୟ ପାର୍ଶ୍ୱରେ ରେଳ ଷ୍ଟେସନ ରହିଥିବା ବେଳେ ଏବେ ଉଭୟ ପଟରୁ ଯାନବାହନ ଓ ଜନସାଧାରଣଙ୍କ ପାଇଁ ଯାତାୟାତ ବନ୍ଦ ରହିଛି। ଆଉ ଦୀର୍ଘ 10 କିଲୋମିଟର ଦୂର ବୁଲିକି ବସ୍ଷ୍ଟାଣ୍ଡକୁ କୋରାପୁଟ ଓ ବ୍ରହ୍ମପୁର ଆଡ଼ୁ ଯେଉଁ ଗାଡ଼ି ଚଳାଚଳ କରୁଛି, ଯଦି ବ୍ରିଜ୍ଟି ଶୀଘ୍ର ନିର୍ମାଣ ହୁଅନ୍ତା ତେବେ ଦୂରତା କମିଯାଆନ୍ତା ଓ ବ୍ରିଜ୍ ଉପରେ ନିର୍ଭର କରି ଯେଉଁମାନେ ଯାତାୟାତ କି ବ୍ୟବସାୟ କରୁଛନ୍ତି ସେମାନେ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। କୋରାପୁଟରୁ ଦେବାଶିଷ ପଟ୍ଟନାୟକ ରିପୋର୍ଟ, ଜେଏମ୍ଜେ ନ୍ୟୁଜ୍।